ଯୁକ୍ତ 2 ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର। ଏଣିକି ଏହି ତାରିଖରେ ବାହାରିବ ପରୀକ୍ଷାଫଳ। ସୋସିଆଲ ମିଡ଼ିଆରେ ରେଜଲ୍ଟ ବାହାରିବାକୁ ନେଇ ଅନେକ ଗୁଜବ ପ୍ରତିଦିନ ଆସୁଛି। ଆଜି ଆସିବ କାଲି ଆସିବ ରେଜଲ୍ଟ, କିନ୍ତୁ ସଠିକ୍ ତଥ୍ୟ କେହି ବି ଦେଉନାହାନ୍ତି। ତେବେ ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓରେ ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କର ସମସ୍ତ ଆଶଙ୍କା ଦୂର ହୋଇଯିବ। ভিডিওটি ছোট ଅଛି ହେଲେ ଶେଷ ଯାଏ ଦେଖନ୍ତୁ। ତା ପୂର୍ବରୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଏବେ ମିଳିଥିବା ଖବର ଅନୁସାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଛି। ତେବେ ଗତ 2 ଦିନ ହେବ ଅନଲାଇନ୍ ମୂଲ୍ୟାଙ୍କନ ଶେଷ ହୋଇଥିବା ବେଳେ ଅଫଲାଇନ୍ ମୂଲ୍ୟାଙ୍କନ ବୁଧବାର ସୁଦ୍ଧା ଶେଷ କରିବାକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଅଳ୍ପ ଖାତା ମୂଲ୍ୟାୟନ ହୋଇପାରିନଥିବାରୁ ଗୁରୁବାର ଦିନ ଏହି ପ୍ରଥମ ପର୍ଯ୍ୟାୟରେ ଶେଷ ହେବ ବୋଲି ସୂଚନା ମିଳିଛି। ଏହାପରେ 26 ତାରିଖରୁ ଫଳ ପ୍ରକାଶ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ରାଜ୍ୟ ବାହାର ଏକ ଫାର୍ମରେ ଫଳାଫଳ ସହ ମେ 15 ସୁଦ୍ଧା ସାର୍ଟିଫିକେଟ୍ ପ୍ରିଣ୍ଟ ପାଇଁ ବ୍ୟବସ୍ଥା ହୋଇଥିବାରୁ CHS ପରୀକ୍ଷା ନିୟନ୍ତ୍ରକ ସମ୍ପୂର୍ଣ୍ଣ ଫାର୍ମକୁ ଚଳିତ ସପ୍ତାହକୁ ଯିବେ। ସେହି ଫାର୍ମରେ ପରୀକ୍ଷାର୍ଥୀଙ୍କର ମାର୍କସିଟ୍, ସାର୍ଟିଫିକେଟ୍, ମାଇଗ୍ରେସନ୍ ଆଦି ସମସ୍ତ ସାର୍ଟିଫିକେଟ୍ ପ୍ରିଣ୍ଟ କରିବାକୁ ପ୍ରସ୍ତୁତ ଚାଲିଛି। ସୁରକ୍ଷିତ ଏବଂ ଠିକ୍ କାର୍ଯ୍ୟ କରିବାକୁ ପରିଷଦ ପକ୍ଷରୁ ସମ୍ପୃକ୍ତ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିଲା ବେଳେ ପରୀକ୍ଷା ନିୟନ୍ତ୍ରକ ସହ ପରିଷଦର 2ରୁ 3 ଜଣ ବରିଷ୍ଠ ଅଧିକାରୀ ପ୍ରିଣ୍ଟ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସେଠାରେ ରହିବାର ସୂଚନା ମିଳୁଛି। ତେବେ ଛାତ୍ରଛାତ୍ରୀମାନଙ୍କୁ ଆମେ କହିଦେଉଛୁ କି ମେ 10ରୁ 15 ତାରିଖ ମଧ୍ୟରେ ରେଜଲ୍ଟ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଥିଲା। ହେଲେ ମେ 13 ତାରିଖରେ ପ୍ରକାଶ ପାଇଁ ପ୍ରୟାସ ଚାଲିଥିବାର ସୂଚନା ମିଳିଛି। ଚଳିତ ବର୍ଷ ମୋଟ 3,86,250 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ରେଗୁଲାର 3,60,198 ଜଣ ଥିଲାବେଳେ ଏକ୍ସ ରେଗୁଲାର 26,052 ଜଣ ଛାତ୍ରଛାତ୍ରୀ ରହିଛନ୍ତି। ମୋଟ 27 ଲକ୍ଷ ଖାତା ମୂଲ୍ୟାୟନ ହୋଇଥିଲା ବେଳେ ସେଥିରୁ ଅନଲାଇନ୍ରେ 9 ଲକ୍ଷ ଏବଂ ଅଫଲାଇନ୍ରେ 18 ଲକ୍ଷ ଖାତା ମୂଲ୍ୟାୟନ କରାଯାଇଛି। ତେବେ ଏହି ଦିନ ରାଜ୍ୟରେ ପରୀକ୍ଷାଫଳ ବାହାରିବ ବୋଲି ସୂଚନା ରହିଛି। ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀ ଚିନ୍ତିତ ନ ହେବାକୁ ପରାମର୍ଶ ଦିଆଯାଉଛି। ତେବେ ଆପଣ ଆମ ଭିଡ଼ିଓକୁ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଏବେ ତୁରନ୍ତ କମେଣ୍ଟ କରିଦିଅନ୍ତୁ।